ପିଲାମାନେ ଆଜି ଆମେ ଇଥିକ୍ସ ଆଣ୍ଡ ଭ୍ୟାଲୁର 2 ମାର୍କିଆ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଦେଖିବା। ଠିକ୍ ଅଛି, ତ 2 ମାର୍କିଆ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଯେଉଁଗୁଡ଼ା ଆମେ ଦେଖିବା, ପ୍ରଥମେ ତ ତାର ଇମ୍ପୋର୍ଟାଣ୍ଟ ଏବଂ ସିଲେକ୍ସନ୍ କୋଶ୍ଚିନ୍ 30ଟି ପୁରା ଆସିଯାଇଛି। ଠିକ୍ ଅଛି, ଏଇ 30ଟି ଭିତରୁ ହିଁ ତୁମର ଆସିବ, ଆଉ ବାହାରୁ କୌଣସି ବି କୋଶ୍ଚିନ୍ ଆସିବ ନାହିଁ। ଠିକ୍ ଅଛି, ତ ଇଥିକ୍ସ ଆଣ୍ଡ ଭ୍ୟାଲୁ ଯେଉଁମାନେ ଟୋଟାଲି ପଢ଼ି ନାହାନ୍ତି କି କିଛି ବି କରିନାହାନ୍ତି, ସେମାନେ 25ରୁ 25 ନିଶ୍ଚିନ୍ତ ରଖିବେ। ଏଇ ଯେଉଁ 2 ମାର୍କ 30ଟି ପୁରା ସିଲେକ୍ସନ୍ ତୁମ ପାଇଁ ଆସିଛି, ଯିଏ ବି ଦେଖିକି ଯାଉଛି ସିଏ ବହୁତ ଭଲ ରେଜଲ୍ଟ କରୁ। ଆରି ଭିତରୁ ଆସିବ, ବାହାରୁ କୌଣସି କୋଶ୍ଚିନ୍ ଆସିବ ନାହିଁ। ବେଶୀ ଡେରି କରିବ ନାହିଁ, ତୁମମାନଙ୍କୁ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଏବଂ ସିଲେକ୍ସନ୍ କୋଶ୍ଚିନ୍ ମୁଁ ପ୍ରୋଭାଇଡ଼ କରିନେଉଛି। ଦେଖି ରଖ ଏବଂ ନୋଟ୍ କରିକି ରଖ। ଠିକ୍ ଅଛି, ଆଉ ଯେଉଁମାନେ ନ ପଢ଼ିଛ ଏବେଠୁ ରେଗୁଲାର ପଢ଼। ଠିକ୍ ଅଛି, ଆଉ କିଛି ବି ହାତରେ ଆଉ ସମୟ ନାହିଁ, ବାସ୍ ଦେଖିବ, ମନେ ରଖିବ ଏବଂ ଲେଖିବ। ଠିକ୍ ଅଛି, ଆଉ ତୁମ ପାଖକୁ ସିଲେକ୍ସନ୍ କୋଶ୍ଚିନ୍ ପ୍ରୋଭାଇଡ଼ କରୁଛି। ହ୍ୱାଟ୍ ଇଜ୍ ଏନ୍ଡିପିଏସ୍? ଏନ୍ଡିପିଏସ୍ ଆକ୍ଟ বা এনডিপিএস আইনি କ'ଣ? କୋଟାପା ଆକ୍ଟ, ହ୍ୱାଟ୍ ଇଜ୍ କୋଟାପା ଆଇନି କ'ଣ? ହ୍ୱାଟ୍ ଇଜ୍ ଏଡ୍ସ? ଏସବୁ ଇଜି ଇଜି କୋଶ୍ଚିନ୍ ବାରମ୍ବାର ଆସୁଛି, ଆକୁ VVI ଭେରି ଭେରି ଇମ୍ପୋର୍ଟାଣ୍ଟ ମାରିକି ରଖ। ଠିକ୍ ଅଛି, ଦେନ୍ ତୁମର କ'ଣ ଆସିବ ଦେଖ, 2 ମାର୍କିଆ କେବେ ବି ହାତ ଛଡ଼ା କରିବନି। ଆଉ ସବୁବେଳେ ମୁଁ ଜଣେଇଛି, 2 ମାର୍କିଆ ପଏଣ୍ଟ ଦେଇ ଲେଖିବ, 2ଟା ପଏଣ୍ଟ, ବାସ୍ ତୁମକୁ ବହୁତ ଭଲ ରେଜଲ୍ଟ ମିଳିବ। ଦେନ୍ ଦେଖ ତୁମର ଆସିଗଲା କ'ଣ, ହ୍ୱାଟ୍ ଆର୍ ଦି ଡିଫରେଣ୍ଟ ଟାଇପ୍ ଅଫ୍ ଡ୍ରଗ୍? ମାନେ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ଗୁଡ଼ିକ କ'ଣ? ତାପରେ ଆସିଲା ନିଶା ଦ୍ରବ୍ୟ ନିର୍ଭରଶୀଳତା କ'ଣ? ହ୍ୱାଟ୍ ଡୁ ୟୁ ମିନ୍ ବାଇ ଡ୍ରଗ୍ ଡିପେଣ୍ଡେନ୍ସ? ତ ନିର୍ଭରଶୀଳତା କ'ଣ? ଦେନ୍ ତୁମର କ'ଣ ଦେଲା ନା, ହ୍ୱାଟ୍ ଇଜ୍ ନ୍ୟାଚୁରାଲ୍ ଡ୍ରଗ୍ସ? ହେଲା, ଗିଭ୍ 2 ଏକ୍ଜାମ୍ପଲ୍, 2ଟି ଏକ୍ଜାମ୍ପଲ୍ ଦେବ। ନିଶା ଦ୍ରବ୍ୟର କ'ଣ? ପ୍ରାକୃତିକ ନିଶା ଦ୍ରବ୍ୟ, ତାର 2ଟି ଉଦାହରଣ ଦେଇ ଲେଖିବ, 2ଟା ପଏଣ୍ଟ ଦେବ, ଲେଖିବ। ଠିକ୍ ଅଛି, ତାପରେ ଦେଖ କ'ଣ ଦେଇଛି, ହ୍ୱାଟ୍ ୟୁ ମିନ୍ ବାଇ ଆପ୍ରୁଭ୍ ଡ୍ରଗ୍? ଗିଭ୍ 2 ଏକ୍ଜାମ୍ପଲ୍, 2ଟି ଏକ୍ଜାମ୍ପଲ୍। ଅନୁମୋଦିତ ନିଶା ଦ୍ରବ୍ୟ କହିଲେ କ'ଣ ବୁଝ? ଏବଂ ତାର ଆନ୍ସର୍ ମଧ୍ୟ, ଆର ସବୁ କେମିତି ପାଇବ ତାହା ମଧ୍ୟ ମୁଁ ଜଣେଇବି। ଭିଡ଼ିଓକୁ ଦେଖ ଭଲ ଭାବରେ ଏବଂ ନୋଟ୍ କରିକି ସମସ୍ତେ ରଖ। ଦେନ୍ ଆସିବ ତୁମର ଦେଖ, ରାଇଟ୍ ଦି ମେନ୍ ସୋର୍ସ ଅଫ୍ ଡଗ୍। ଠିକ୍ ଅଛି, ଡଗ୍ସ ବା ନିଶାର ମୁଖ୍ୟ ଉଲ୍ଲେଖ ଗୁଡ଼ିକ କ'ଣ, ବା ଉଲ୍ଲେଖ ଗୁଡ଼ିକ ଲେଖ। ତାପରେ ଦେଖ 9 ନମ୍ବର ଆସିଗଲା, ରାଇଟ୍ ଟୁ ସୋସିଆଲ୍ ଇଫେକ୍ଟ ଅଫ୍ ଡ୍ରଗ୍ ଆପ୍ସୁ। ନିଶାସକ୍ତର 2ଟି ସାମାଜିକ ପ୍ରଭାବକୁ ଉଲ୍ଲେଖ କର, ବା ନିଶାସକ୍ତତାର କିପରି ସାମାଜିକ ପ୍ରଭାବ ପଡ଼ୁଛି, କେମିତି ପଡ଼ୁଛି, ତାର 2ଟି ଉଦାହରଣ ଦେବ ଏବଂ ଲେଖିବ। କିପରି ପଡ଼ୁଛି ତୁମେ ତ ସବୁ ଜାଣିଛ, ଏବଂ ଯଦି PDF ମଧ୍ୟ ମୁଁ ଜଣେଇଦେବି କେମିତି ତୁମେ ପାଇବ। ବର୍ତ୍ତମାନ ଦେଖ, ତାପରେ ଦେଲା କ'ଣ, ହ୍ୱାଟ୍ ଆର୍ ଦି ହେଲ୍ଥ ହାଜାର୍ଡ ଅଫ୍ ଡଗ୍ସ ଆଡ଼ିସନ୍? ଠିକ୍ ଅଛି, ନିଶାସକ୍ତ ଯୋଗୁଁ ସୃଷ୍ଟି ସମସ୍ୟା ସବୁ କ'ଣ? ନିଶାସକ୍ତ ଯୋଗୁଁ ସୃଷ୍ଟି ସମସ୍ୟା ସବୁ କ'ଣ, ବା ନିଶାସକ୍ତ ଯୋଗୁଁ ସବୁ କ'ଣ ସବୁ ସମସ୍ୟା ହୋଇଥାଏ? ଠିକ୍ ଅଛି, ଏଇଭଳି ମଧ୍ୟ ତୁମର କୋଶ୍ଚିନ୍ ଆସିବ। ଦେନ୍ 11 ନମ୍ବର କ'ଣ ଦେଲା ନା, ହ୍ୱାଟ୍ ଆର୍ ଦି ମେଜର ସିମ୍ପଟମ୍ ଆଲକୋହଲ ଆଡ଼ିସନ୍? ଠିକ୍ ଅଛି, ବର୍ତ୍ତମାନ ଦେଲା କ'ଣ ନା, ମଦ୍ୟପାନ ନିଶାଗ୍ରସ୍ତର ମୁଖ୍ୟ ଲକ୍ଷଣ ଗୁଡ଼ିକ କ'ଣ? ତାର ମୁଖ୍ୟ କ'ଣ, ନିଶାଗ୍ରସ୍ତ ମୁଖ୍ୟ ଲକ୍ଷଣ? ଠିକ୍ ଅଛି, ତାକୁ ସବୁ ଲେଖିବ। ତାପରେ ଆସିଲା କ'ଣ, ହ୍ୱାଟ୍ ଇଜ୍ ଦ ଇମ୍ପୋର୍ଟାଣ୍ଟ ଅଫ୍ ଏନ୍ଡିପିଏସ୍? ଇଏ ଭେରି ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍, VVI, ଏଇଟା ମାରିକି ରଖ, ସବୁଥରକ ପଡ଼ୁଛି। 1985 ବା ଏନ୍ଡିପିଏସ୍ ଆକ୍ଟ 1985ର ମୁଖ୍ୟ ପ୍ରସଙ୍ଗ କ'ଣ? ବହୁତ ଥର ଆସୁଛି, ତୁମର ମଧ୍ୟ ଆସିବ। ଦେଖ, ଯେଉଁଗୁଡ଼ା ସବୁ ସିଲେକ୍ସନ୍ ଲେଖାଯାଇଛି ତାକୁ ସବୁ ନୋଟ୍ କରି ରଖ। ହ୍ୱାଟ୍ ଇଜ୍ ଟୋବାକୋ ଆଡ଼ିସନ୍? ନିଶାସକ୍ତର ଅର୍ଥ କ'ଣ? ଦେଖ, ଏଇଭଳି ସବୁ ତୁମର କୋଶ୍ଚିନ୍। 14 ନମ୍ବର କ'ଣ ଦେଲା ନା, ହ୍ୱାଟ୍ ଇଜ୍ ଆଲକୋହଲିଜମ୍? ମଦ୍ୟପାନ ଆସକ୍ତ କ'ଣ? ଠିକ୍ ଅଛି, 15 ନମ୍ବର କ'ଣ ଦେଲା, ଗିଭ୍ ଏକ୍ଜାମ୍ପଲ୍ ପବ୍ଲିକ୍ ପ୍ଲେସ୍ ହ୍ୱେୟାର୍ ସ୍ମୋକିଂ ଇଲିଗାଲ୍? କେଉଁ 2ଟି ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ନିଷେଧାତ୍ମକ? ଏଇଟା ତ ଇଜି ଲେଖିବ। ଗୋଟେ ଆମର ଜାଣିଥିବ, ଯେଉଁଠିକି ଗାଡ଼ି, ହଁ, ଗାଡ଼ିରେ ଯେଉଁ ପେଟ୍ରୋଲ ଭରାଯାଏ ସେଠି ତ ନିଶା ଦ୍ରବ୍ୟ ମନା ଯାଇଥାଏ। ତ ଆହୁରି ବହୁତ ଜାଗା ମଧ୍ୟ ଅଛି, 2ଟି ଏକ୍ଜାମ୍ପଲ୍ ତୁମେ ଲେଖିଦେବ, ବାସ୍ 2 ମାର୍କ ମିଳିଲା। ଠିକ୍ ଅଛି, ହ୍ୱାଟ୍ ଇଜ୍ ଦ ଇମ୍ପୋର୍ଟାଣ୍ଟ ଅଫ୍ ଡ୍ରଗ୍ ଅନ୍ ଫ୍ୟାମିଲି? ଦେଖ, ଏଇଟା ଦେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ, ଭେରି ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। କ'ଣ ଦେଲା ନା, ହ୍ୱାଟ୍ ଇଜ୍ ଦ ଇମ୍ପୋର୍ଟାଣ୍ଟ ଅଫ୍ ଡ୍ରଗ୍ ଫ୍ୟାମିଲି? ଦେଖ, ପରିବାର ଉପରେ ନିଶା ସେବନ ପ୍ରଭାବ ଗୁଡ଼ିକ କ'ଣ ପଡ଼ିଥାଏ? ଯେତେବେଳେ ଆମର ଇମ୍ପାକ୍ଟ ପଡ଼ିଥାଏ, ଆମର ମାନେ ପରିବାର ଉପରେ ଆମେ ଯଦି ନିଶା ଖାଉଛେ, ତ ପରିବାର ଉପରେ ଇମ୍ପାକ୍ଟ ବା ପ୍ରଭାବ କ'ଣ ପଡ଼ିଥାଏ ସେଇଟା ତ ତୁମେ ଇଜିଲି ଜାଣିଛ, ତୁମର ଆଖପାଖରେ ମଧ୍ୟ ଘଟୁଛି, ଇଜିଲି ତୁମେ ଲେଖିପାରିବ। 17 ନମ୍ବର କ'ଣ ଦେଲା, ହାଉ ଡଗ୍ ବିକମ୍ ସାଇଲେଣ୍ଟ କିଲର୍ସ? ଠିକ୍ ଅଛି, ସାଇଲେଣ୍ଟ କିଲର, ନିଶା ସେବନ କିପରି ନୀରବ ହତ୍ୟା କରେ? ତ ନିଶା କେଉଁଭଳି ତୁମକୁ ହତ୍ୟା କରିଥାଏ, ବା ସାଇଲେଣ୍ଟ କିଲର ଭଳିଆ, ବା ନୀରବ ହୋଇ ସେ ତୁମକୁ ହତ୍ୟା କରିଥାଏ। ଠିକ୍ ଅଛି, କେମିତି ବା କିପରି ସେଇଟା ତୁମେ ଲେଖିବ। ତ 18 ନମ୍ବର କ'ଣ ଦେଲା ଦେଖ, 18, ହ୍ୱାଟ୍ ଇଜ୍
ରିହାବିଲିଟେସନ ସେଣ୍ଟର, ଠିକ୍ ଅଛି। ରିହାବିଲିଟେସନ ପୁନର୍ବାସ କେନ୍ଦ୍ର କ'ଣ? ତାପରେ 19 ନମ୍ବର ହ୍ୱାଟ୍ ଆର୍ ଦି ରୋଲ୍ସ ଅଫ୍ ଷ୍ଟୁଡେଣ୍ଟ ଇନ୍ ଟୋବାକୋ ଫ୍ରି କଲେଜ କ୍ୟାମ୍ପସ୍, ଠିକ୍ ଅଛି। ହ୍ୱାଟ୍ ଆର୍ ଦି ରୋଲ୍ ଅଫ୍ ଷ୍ଟୁଡେଣ୍ଟ ଇନ୍ ଟୋବାକୋ ଫ୍ରି କଲେଜ କ୍ୟାମ୍ପସ୍, ଠିକ୍ ଅଛି। ଏଇଟା ତମେ ମାନେ ଲେଖିବ। ଏଇଟା ବହୁତ ଥର ଆସୁଅଛି ଏବଂ ଆସିବ ମଧ୍ୟ ତମର ନିଶ୍ଚିନ୍ତ। ଏଇଟା କ'ଣ ଲେଖିଛି ନା ମହାବିଦ୍ୟାଳୟ ପରିସରରେ ତମାଖୁ ମୁକ୍ତ ପାଇଁ ଛାତ୍ରଛାତ୍ରୀମାନଙ୍କ ଭୂମିକା କ'ଣ? ଏଇଟା ତମକୁ ପଚାରିଲା ସେ, ତମେ ତମର ମାନେ ମତାମତ ଦବ ଏଠି, ଠିକ୍ ଅଛି। ଦେନ୍ 20 ନମ୍ବର କ'ଣ ଆସିଲା ନା ହ୍ୱାଟ୍ ଆର୍ ଦି ଇଫେକ୍ଟ ଅଫ୍ ଡ୍ରଗ୍ ଆଡ଼ିକ୍ସନ୍, ନିଶା ଆସକ୍ତିର କୁପ୍ରଭାବ ଗୁଡ଼ିକ ଉଲ୍ଲେଖ କର। ଏ ବି ମଧ୍ୟ ଭେରି ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ଦେଖ କୋଉଭଳିଆ ସବୁ କୋଶ୍ଚିନ୍, ସବୁ ସିଲେକ୍ସନ୍ କୋଶ୍ଚିନ୍ ତମକୁ ଦିଆଯାଇଛି, ଆଉ ତୁମମାନେ ନୋଟ୍ କରି ରଖ। ଆଉ ଯେଉଁମାନେ PDF ମଧ୍ୟ ଡାଉନଲୋଡ଼ କରିବାକୁ ଚାହୁଁଛ, ଡେସ୍କ୍ରିପ୍ସନ୍ରେ ଲିଙ୍କ୍ ଦିଆଯାଇଛି ଟେଲିଗ୍ରାମରେ, ସେଠି ଯାଇ PDF ଜଏନ୍ ହୋଇ ଡାଉନଲୋଡ଼ କରିପାରିବ। ଆଉ ଯଦି PDF ତୁମ ପାଖରେ ଇଥିକ୍ସ ଆଣ୍ଡ ଭ୍ୟାଲ୍ୟୁର ନାହିଁ ମଧ୍ୟ, ଦୁଇଟା PDF ମଧ୍ୟ ଆମର ଅପଲୋଡ଼ ଅଛି ଟେଲିଗ୍ରାମରେ, ତୁମେ ଯାଇ ସେଠୁ ଡାଉନଲୋଡ଼ କରିପାରିବ, ଠିକ୍ ଅଛି। ତାପରେ ଦେଲା 21 ନମ୍ବର, ଦେଖ କ'ଣ ଦେଇଛି। ହ୍ୱାଟ୍ ଇଜ୍ ଦି ଇମ୍ପୋର୍ଟାଣ୍ଟ ଅଫ୍ ଫ୍ୟାମିଲି ସୋସିଆଲ ଲାଇଫ୍, ସାମାଜିକ ଜୀବନର ପରିବାରର ମହତ୍ତ୍ୱ କ'ଣ? 22 ନମ୍ବର କ'ଣ ଦେଲା। ତାପରେ ଦେଖ ହ୍ୱାଟ୍ ଆର୍ ଦି ହେଲ୍ଥ ପ୍ରୋବ୍ଲେମ୍ କେସ୍ ଡ୍ୟୁରିଂ ଆଡ଼ିକ୍ସନ୍, ଠିକ୍ ଅଛି। ଏଠି କ'ଣ ଦେଲା ନା ନିଶାସକ୍ତ ଯୋଗୁଁ କେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ, ନିଶାସକ୍ତ ଯୋଗୁଁ କେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ ତାହା ତୁମେ ଲେଖିବ। ତାପରେ 23 ନମ୍ବର କ'ଣ ଦେଲା ନା ହ୍ୱାଟ୍ ଆର୍ ଦି ଇମ୍ପୋର୍ଟାଣ୍ଟ ରୋଲ୍ ଅଫ୍ NGO, NGO ମାନଙ୍କର ମୁଖ୍ୟ ସବୁ ଭୂମିକା କ'ଣ ବା ମୁଖ୍ୟ ଭୂମିକା ସବୁ କ'ଣ? ଏଇଟା VVI ଭେରି ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍, ଆକୁ ବି ତୁମେ ଦେଖିକି ଯାଇଥିବ। ଦେନ୍ ଦେଲା ହ୍ୱାଟ୍ ଇଜ୍ ଦି ସାଇଲେଣ୍ଟ କିଲର ଡିସେସ୍, ଠିକ୍ ଅଛି। ନୀରବ ଘାତକ ରୋଗ କ'ଣ, ଠିକ୍ ଅଛି। ତାପରେ ଦେଖ 25 କ'ଣ ଦେଲା। 25 ନମ୍ବର ଦେଖ ଦେଲା କ'ଣ ଦେଲା, ମେନସନ୍ ଟୁ ମେଥ୍ସ ଆସୋସିଏଟେଡ୍ ୱିଥ୍ ଆଲକୋହଲିଜିମ୍, ମଦ୍ୟପାନ ସଂକ୍ରାନ୍ତୀୟ 2ଟି ଭ୍ରାନ୍ତ ଧାରଣା ଆଲୋଚନା କର। ମଦ୍ୟପାନ ସଂକ୍ରାନ୍ତୀୟ 2ଟି ମାନେ 2ଟା ପଏଣ୍ଟ ଦେଇ ଲେଖିବ। ତାପରେ 26 ନମ୍ବର କ'ଣ ଦେଲା, ମେନସନ୍ ଦି ଲାଇଫଷ୍ଟାଇଲ ଡିଜିଜ୍, ଠିକ୍ ଅଛି। ଜୀବନଶୈଳୀ ରୋଗ ଗୁଡ଼ିକ ଉଲ୍ଲେଖ, ଜୀବନଶୈଳୀ ରୋଗ ଗୁଡ଼ିକ ଉଲ୍ଲେଖ କର। ତାପରେ କ'ଣ ଦେଲା ନା 27 ନମ୍ବର ଦେଖ ହ୍ୱାଟ୍ ୟୁ ମେନ୍ ବାଇ ନାରକୋଟିକ୍ସ ବା ନାରକୋଟିକ୍ ବା ନିଦ୍ରାକାରୀ ପଦାର୍ଥ ମାନେ କ'ଣ ବୁଝ। 28 ନମ୍ବର କ'ଣ ଦେଲା ହ୍ୱାଟ୍ ଇଜ୍ ଟୋବାକୋ ଆଡ଼ିକ୍ସନ୍, ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ, ତମାଖୁ ଆସକ୍ତି କ'ଣ। ଦେନ୍ ତମର କ'ଣ ଦେଲା ଲାଷ୍ଟ 2ଟି ଦେଲା ମେନସନ୍ 2 ଟାଇପ୍ସ ଅଫ୍ କ୍ରାଇମ୍ସ ଆସୋସିଏଟେଡ୍ ୱିଥ୍ ଆବ୍ୟୁଜ୍ ଅଫ୍ ଡ୍ରଗ୍ସ, ଡ୍ରଗ୍ ଦୁରୁପଯୋଗ ସହିତ ଜଡ଼ିତ 2 ପ୍ରକାର ଅପରାଧ ବିଷୟରେ ମଧ୍ୟ ଉଲ୍ଲେଖ କର। ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍, ଆକୁ ଲେଖି ରଖିବ। 30 ନମ୍ବର ଦେଲା ହ୍ୱାଟ୍ ଇଜ୍ ସୋସିଆଲ ରେସ୍ପେକ୍ଟ, ସାମାଜିକ ସମ୍ମାନ କ'ଣ, ସମ୍ମାନ, ସାମାଜିକ ସମ୍ମାନଟା କ'ଣ। ପିଲାମାନେ ତୁମକୁ ଟୋଟାଲି 30ଟା ସିଲେକ୍ସନ୍ କୋଶ୍ଚିନ୍ ପ୍ରୋଭାଇଡ଼ କରିছে, ଯାହାକି ତୁମମାନଙ୍କର 2025 ନିଶ୍ଚିନ୍ତ ଆସିବ। ଆରି ଭିତରୁ ଆସିବ, ଆର ବାହାରୁ କୌଣସି କୋଶ୍ଚିନ୍ ଆସିବନି। ଏବଂ ଯଦି ଟେଲିଗ୍ରାମରେ ଜଏନ୍ ହୋଇନା, ଟେଲିଗ୍ରାମରେ ଜଏନ୍ ହୋଇକି PDF ମଧ୍ୟ ଇଥିକ୍ସ ଆଣ୍ଡ ଭ୍ୟାଲ୍ୟୁର PDF, ତା ସହିତ ଏହାର ଯଦି PDF ଡାଉନଲୋଡ଼ କରିବାକୁ ଚାହୁଁଛ ତ ଟେଲିଗ୍ରାମରେ ଜଏନ୍ ହୋଇ ଡାଉନଲୋଡ଼ କରିପାରିବ, ଠିକ୍ ଅଛି। ଆଜି ପାଇଁ ଥିଲା ଏତେ ଭିଡ଼ିଓ। ନେକ୍ସଟ ଭିଡ଼ିଓ 5 ମାର୍କିକ କୋଶ୍ଚିନ୍ ଆସିବ, ତା ଦେହରେ ମଧ୍ୟ ଇମ୍ପୋର୍ଟାଣ୍ଟ ଏବଂ ସିଲେକ୍ସନ୍ କୋଶ୍ଚିନ୍ ଆସିବ। ନେକ୍ସଟ ଭିଡ଼ିଓ ପାଇଁ ୱେଟ୍ କରିଥାଉ, ଠିକ୍ ଅଛି। ଆଜି ପାଇଁ ଥିଲା ଏତେ ଭିଡ଼ିଓ। ଆଶା କରୁଛି ଆପଣଙ୍କ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।